1981 ମସିହାରୁ ଭଙ୍ଗା କୂଅର ପାଣି ପିଉଛନ୍ତି 100 ପରିବାର। ଏପରି ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ପାଟନା ବ୍ଲକ ପୋଲାଣଘାଟି ପଞ୍ଚାୟତ ଅନ୍ତର୍ଗତ କୁମୁଳାବାଳି କଲୋନୀ ସାହିରେ ଦୀର୍ଘ ବର୍ଷ ଧରି ପାନୀୟ ଜଳ ସମସ୍ୟା ଲାଗି ରହିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପ୍ରାୟ 100 ପରିବାର ଏକ ଭଙ୍ଗା ଏବଂ ଅସୁରକ୍ଷିତ କୂଅରୁ ପାଣି ଆଣି ପିଇବା ସହିତ ରୋଷେଇ କାମରେ ବ୍ୟବହାର କରୁଛନ୍ତି। ଗାଁରେ ଅଙ୍ଗନବାଡି କେନ୍ଦ୍ର ନିକଟରେ ମଧ୍ୟ କୌଣସି ନଳକୂପର ବ୍ୟବସ୍ଥା ରହିନଥିବାରୁ ଲୋକମାନେ ବାଧ୍ୟ ହୋଇ ଏହି କୂଅ ଉପରେ ନିର୍ଭର କରୁଛନ୍ତି। କୂଅର ପାଣି ଦୂଷିତ ହେବାର ଆଶଙ୍କା ଥିବାରୁ ସ୍ଥାନୀୟ ବାସିନ୍ଦାମାନେ ସ୍ୱାସ୍ଥ୍ୟ ନେଇ ମଧ୍ୟ ଚିନ୍ତା ପ୍ରକାଶ କରିଛନ୍ତି। ପ୍ରଶାସନ ଶୀଘ୍ର କୂଅର ମରାମତି କରିବା ସହିତ ପାନୀୟ ଜଳର ସ୍ଥାୟୀ ବ୍ୟବସ୍ଥା କରନ୍ତୁ, ନଚେତ୍ ସେମାନେ ଆଗାମୀ ଦିନରେ ରାଜ୍ୟ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ପଦ୍ମାବତୀ ମହାନ୍ତ କୁମୁଳା ବାହାଳି ଭାଙ୍ଗି ଯାଇଛି। ଆଉ ଏଟା ଆମର କେମିତି ମରାମତି ହେବ ତାହା ପାଇଁ ଆମେ ଚାହୁଁଛୁ ଆଉ ସରକାରଙ୍କୁ କହୁଛୁ। ଆଉ ସରକାର ଯଦି ନ ଶୁଣନ୍ତି ଆମେ ଯାଇକି ବ୍ଲକରେ ଯାଇକି ଆମେ କହିବୁ। ଆଉ ନହେଲେ ବ୍ଲକରେ ଯାଇକି ଆମେ ଆମ ଗାଁ ସାରା ଯାଇକି ବସିବୁ, ଜଗିବୁ, ବ୍ଲକକୁ ବନ୍ଦ କରିବୁ। ଆଉ ନହେଲେ ଆଉ କ'ଣ କରିବୁ? ଆମେ ଏଇ ଯେତେ ମଇଳା ଆବର୍ଜନା ପାଣିକୁ ପିଉଛୁ, ଆମର ଯେତେ ଛୁଆ ପିଲା ଅଛନ୍ତି ସମସ୍ତଙ୍କୁ ରୋଗ ବୈରାଗ ହେଇଯାଉଛି। ଆମେ କ'ଣ କରିବୁ? ତାପରେ ସରକାର ଯଦି ଆମର ଦାୟିତ୍ୱ କଥା କିଛି ନ ବୁଝିବେ ଆମେ କ'ଣ କରିବୁ? ତାହେଲେ ମୋ ନାଁ କୌଶଲ୍ୟା ମହାନ୍ତ, ବ୍ଲକ ପାଟନା ବ୍ଲକ ପଞ୍ଚାୟତ ପୋଲାଣଘାଟି ପଞ୍ଚାୟତ କୁମୁଳା ବାହାଳିର କଲୋନୀ ସାହି। ଏଇ ଭଙ୍ଗା କୂଅରୁ ସବୁ ପାଣି ପିଉଛୁ। ଏଠି ଆମର ସ୍ଥାୟୀ ବାସିନ୍ଦା ହେଉଛୁ, ମାନେ 90ରୁ 100 ହେଇଯିବୁ। 100 ଘର ହେଉଛୁ, କିନ୍ତୁ ଏ ଭଙ୍ଗା କୂଅରେ ଆମେ ପାଣି ପିଉଛୁ। ତଳେ ଗୋଟେ ଗୁଡ଼, ଉପରେ ଗୋଟେ ଗୁଡ଼, ପୁଣି ବାହାରୁ ପାଣି ଆସିକି ପଶୁଛି। ଏତେ ମଇଳା ପାଣିକୁ ଆମେ ପିଉଛୁ। ତେଣୁକରି ଆମର ଏ କୂଅ ମରାମତି ହେଉ, ଦୁଇଟା ଟ୍ୟୁବୱେଲ୍ ହେଉ। ଗୋଟେ ଟ୍ୟୁବୱେଲ୍ ଅଛି, କିନ୍ତୁ ଗୋଟେ ଟ୍ୟୁବୱେଲ୍ରେ କ'ଣ ଏଇ 100 ଘର ପାଣି ପିଇବାଟା ସମ୍ଭବ? ହେଇପାରୁନାହିଁ। ତେଣୁକରି ଆମେ ବହୁତ ଅପରିଷ୍କାର ପାଣି ପିଇବା ପାଇଁ ଆମର ଦିନ ଯାଉଛି। ଭାଙ୍ଗି ଯାଇଛି, ଏଇଟାକୁ କେମିତି ମରାମତି କରିଦିଅନ୍ତୁ। ସରକାରଙ୍କୁ ଆମେ ଅନୁରୋଧ କରୁଛୁ, ବିଡ଼ିଓ ମହାଶୟଙ୍କୁ ଆମର ଏଇଟା ଅନୁରୋଧ କରିଦିଅନ୍ତୁ, ଆଉ ଟ୍ୟୁବୱେଲ୍ ବି ଦିଅନ୍ତୁ କିଛି। 1981 ମସିହାରୁ ଏବେ କ'ଣ ହେଇଛି? ଏହାର ପରିସ୍ଥିତି ପୁରା ଖରାପ। ଏଗୁଡ଼ା ଯେଉଁ ଭାଙ୍ଗି ଉଧୁରି ଯାଇଛି, ତଳେ 6 ଫୁଟ ତଳେ ପୁଣି ଗାତ ହେଇଯାଇଛି, ପୁରା ଉଧୁରି ଯାଇଛି। ଆଉ ସେ ଭିତରେ ଆମର ଏଇ ଯେଉଁ ଭାରିଆ ପାଣି ଯେଉଁଗୁଡ଼ାରୁ ଅଛି, ସେଇ ମଇଳା ପାଣି ସବୁ ଭିତରେ ପଶୁଛି। ଏଥିରେ ଆମେ ପିଉଛୁ, ସେଥିରେ ପୁଣି ପୋକଜୋକ ଦୁନିଆ ରହୁଛନ୍ତି। ଏବେ କ'ଣ ଚାହୁଁଛନ୍ତି? ଏବେ ଚାହିଁବାର କ'ଣ ଆଜ୍ଞା, ମୋ କହିବା କଥା ଏଇ କୂଅଟାକୁ ଯଦି ସରକାର କିଛି ଆମକୁ ଇଏ କରିକି ଏଇଟା ଯେଉଁ ଆମର ରିପେୟାରିଂ କରିଦେଲେ, ସଜାଡ଼ି ଦେଲେ, ମରାମତି କରିବା ପାଇଁ ଆମେ ସେଇଟା ଅନୁରୋଧ କରୁଛୁ। ଆଉ କେନ୍ଦୁଝର ଜିଲ୍ଲା ପ୍ରତିନିଧି ଦଶରଥ ବାରିକଙ୍କ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।